ଆପଣ ନାମ ପରିଚୟ। ମୁଁ ଶ୍ରୀ ବିଦ୍ୟାଧର ଦୋହୁରୀ। ସବୁ ସମାଜ ଧର୍ମ ସଂସ୍କୃତି ଭାଷା ଓ ଐତିହ୍ୟ ପରମ୍ପରା ରାଜନୀତି ଯେଉଁ ଆଜି ରାଜ୍ୟସ୍ତରୀୟ ଶବର ସମାବେଶ ଠିକ୍ ଜାଣା ହେଇଛି କ'ଣ କହିବେ ଆଜ୍ଞା? ଦେଖନ୍ତୁ, ଆପଣମାନେ ଜାଣିଥିବେ ଭାରତବର୍ଷର ଯେଉଁ ମହାକାବ୍ୟ ଅଛି, ସେ ମହାଭାରତ କୁହନ୍ତୁ, ରାମାୟଣ କୁହନ୍ତୁ, ବେଦ କୁହନ୍ତୁ, ପୁରାଣ କୁହନ୍ତୁ, ସବୁ କ୍ଷେତ୍ରରେ ପ୍ରାଚୀନ ଜନଜାତି ଶବରମାନଙ୍କର ଐତିହ୍ୟ ପରମ୍ପରା ସଂସ୍କୃତି ଏବଂ ଗୌରବ ସଂକରରେ ଉଲ୍ଲେଖ ରହିଛି। ବହୁ ଐତିହାସିକ ମାନେ ବହୁ ସାହିତ୍ୟିକ ମାନେ ମତ ଦେଇଛନ୍ତି ଯେ ପ୍ରାଚୀନ ଜନଜାତି ଶବରମାନଙ୍କର ଦେବତା ହେଉଛି ନୀଳମାଧବ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ରୂପରେ ଏଣୁ ଜଗନ୍ନାଥ ହିଁ ଶବରମାନଙ୍କର ଦେବତା ଏବଂ ଶବର ଦେବତା ହିଁ ଜଗନ୍ନାଥ। ଅର୍ଥାତ୍ ଜଗନ୍ନାଥ ସଂସ୍କୃତି ଶବର ସଂସ୍କୃତି, ଆଉ ଶବର ସଂସ୍କୃତି ଜଗନ୍ନାଥଙ୍କ ସଂସ୍କୃତି। କିନ୍ତୁ ରାମାୟଣ ମହାଭାରତ ପୁରାଣ ଏ ସମସ୍ତ କ୍ଷେତ୍ରରେ ବିଭିନ୍ନ ବାଟରେ ୟାଙ୍କର ଐତିହ୍ୟ ପରମ୍ପରା ସଂସ୍କୃତି ରୀତିନୀତି ଚଳନୀ ସମ୍ପର୍କରେ ଉଲ୍ଲେଖ ଥିବାବେଳେ ଆଜି ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ କିମ୍ବା ଇଚ୍ଛାଶକ୍ତିର ଅଭାବ ଦୃଷ୍ଟିକୋଣରୁ ଏ ସମାଜ ଆଜି ଭୁଲ ଲୁଣ୍ଠିତ ଅବସ୍ଥାରେ ପଡ଼ିଛି। ସାମାଜିକ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ସଚେତନତା କ୍ଷେତ୍ରରେ, ନାରୀମାନେ ଆଗେଇବା କ୍ଷେତ୍ରରେ, ଏ ସମସ୍ତ କ୍ଷେତ୍ରରେ ଗୋଟେ ସଂସ୍କୃତି ସମ୍ପନ୍ନ ଜଗନ୍ନାଥଙ୍କର ଦାୟାଦବାଦରେ ଯେଉଁମାନେ ଅଭିହିତ ହେଇଛନ୍ତି, ଯେଉଁମାନେ ଜଗନ୍ନାଥଙ୍କର ଆରାଧ୍ୟ ପୂଜକ ଥିଲେ, ଆଜି ସେଇ ଜାତିର ଐତିହ୍ୟ ସଂସ୍କୃତି ପରମ୍ପରା ଆଜି ଭୁଷୁଡ଼ିବାରେ ଲାଗିଛି। ଏଣୁ ଏହାକୁ ସୁରକ୍ଷା କରିବା ପାଇଁ ଆଜି ରାଜ୍ୟ ସ୍ତରରେ ଏ ଯେଉଁ ଶବର ଚିନ୍ତନ ସମାବେଶ, ଏ ଚିନ୍ତନ ଅର୍ଥାତ୍ ଆମେ ବିଚାରକୁ ଆସିବା, ଆମେ ମୂଳ ଭିତ୍ତିଭୂମିକୁ ଆସିବା ଯେ ଯେତେବେଳେ ଆପଣମାନେ ବର୍ତ୍ତମାନ କହୁଛନ୍ତି କୃଷ୍ଣଚନ୍ଦ୍ର ଗଜପତି ରାଜା ମହୋଦୟ ବର୍ତ୍ତମାନ ଜଗନ୍ନାଥଙ୍କର ପୂଜକ, ଏ ତ ଗଣତନ୍ତ୍ର ବର୍ତ୍ତମାନ, ଏ ରାଜତନ୍ତ୍ର ନାହିଁ। ଏଠୁ ରାଜା କୁଆଡ଼େ ଆସିଲେ? ରାଜା ପୂଜକ କେମିତି ହେବେ ଜଗନ୍ନାଥଙ୍କର? ତାହେଲେ ଆପଣମାନେ ହିଁ ଜଗନ୍ନାଥଙ୍କର ସଂସ୍କୃତିକୁ କଦର୍ଥ କରୁଛନ୍ତି। ଏଣୁ ଜଗନ୍ନାଥଙ୍କର ସଂସ୍କୃତିର ଆଦ୍ୟ ଦାୟକ ଯେଉଁମାନେ, ଆଜି ବିଶ୍ୱାବସୁ ଶବରର ବଂଶଧରମାନେ ଅଛନ୍ତି, ଆଜି ବିଶ୍ୱାବସୁ ଶବରର ବଂଶଧରମାନେ ସମଗ୍ର ଓଡ଼ିଶାରେ ରହିଛନ୍ତି। ଆଜି ଏ ସାମୂହିକ ଭାବରେ ଏ ଓଡ଼ିଶାର ଶବର ସଂସ୍କୃତିର ବାହକମାନଙ୍କୁ, ଦାୟାଦମାନଙ୍କୁ ଆଜି ରାଜ୍ୟସ୍ତର ସରକାର ହେଉ, କେନ୍ଦ୍ର ସରକାର ହେଉ, ତାଙ୍କୁ ମାନ୍ୟତା ଦେଉନାହିଁ, ତାଙ୍କର ବିକାଶ କରୁନାହିଁ ଏବଂ ତାଙ୍କର ଧର୍ମ ସଂସ୍କୃତି ସୁରକ୍ଷା ପାଇଁ ମଧ୍ୟ ସଚେତନତା ସୃଷ୍ଟି କରୁନାହିଁ। ଏଣୁ ଏଇ ଏକ ବିଚାରକୁ ନେଇକି ଆଜି ସାରା ଓଡ଼ିଶାର ବୁଦ୍ଧିଜୀବୀମାନେ, ଏ ଶବର ସମାଜର ଯୁବକମାନେ, ମହିଳାମାନେ, ଛାତ୍ରମାନେ ଆଜି ସମସ୍ତେ ଏକାଠି ହେଇଥିଲେ ଯେ ଆଗାମୀ ଦିନରେ ନିଜର ଅସ୍ମିତାକୁ ସୁରକ୍ଷିତ କରିବା ପାଇଁ, ନିଜର ଧର୍ମ ସଂସ୍କୃତି ପରମ୍ପରା ଏବଂ ଚଳନୀକୁ ବଜାଇ ରଖିବା ପାଇଁ ଏବଂ ଭାରତବର୍ଷର ଯେଉଁ ମହାନ ସଂସ୍କୃତି ଜଗନ୍ନାଥ ସଂସ୍କୃତିର ଦାୟାଦ ଭାବରେ ସେମାନେ ଏହାକୁ ନେଇକି ଏକ ଅଭିଯାନ ଆରମ୍ଭ କରିବେ। ଏଇଥିପାଇଁ ଏକ ଚିନ୍ତନ ଶିବିର ଆଜି ଆରମ୍ଭ ହୋଇଥିଲା। ସାର୍ ଆପଣ ନାମ ପରିଚୟ। ସତ୍ୟନା ଭୋଇ, ରାଜ୍ୟ ସମ୍ପାଦକ ମାନେ ରାଜ୍ୟ ସଂଯୋଜକ ଶବର ସମାଜ ରାଜ୍ୟ ଭୁବନେଶ୍ୱର। ଶବର ତରଫରୁ ଯେଉଁ ଆଜି ଯେଉଁ କାର୍ଯ୍ୟ ଅନୁଷ୍ଠାନ ହେଇଛି, ମାନେ ବିଶାବେଶୁ ଶବର, ପୁରୀରେ ଆମର ବିଶାବେଶୁ ହିଁ ଜଗନ୍ନାଥ ଦଇତାପତି ଅଛନ୍ତି, ସେ ବିଷୟ କ'ଣ କହିବେ ଆଜ୍ଞା? ଆଜି ଏଇ ଯେଉଁ ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟରେ ଯେତେ ବିଶାବସୁ ବଂଶଧର ଅଛନ୍ତି, ଆପଣ ଜାଣିଥିବେ ଜଗନ୍ନାଥ ସଂସ୍କୃତି ବିଶାବସୁ ଠାରୁ ଆରମ୍ଭ ହୋଇଛି। କିନ୍ତୁ ଦୁଃଖର କଥା ହେଉଛି ଯେ ଏଇ ଦେଶରେ, ଏଇ ରାଜ୍ୟରେ ଯାହା ପାଇଁ ଆଜି ଜଗନ୍ନାଥ ସଂସ୍କୃତି ପ୍ରଚାର ଚାଲିଛି, ସେ ବିଶାବସୁଙ୍କର ନାଁ ଗନ୍ଧି ଏଠି କିଛି ନାହିଁ ପୁରୀରେ। ତେଣୁକରି ଆମେ ଦାବି ଆଜି କରିଛୁ, ମହାମହିମ ରାଷ୍ଟ୍ରପତିଙ୍କୁ ଲିଖିକି ଦେଇଛୁ। ଆମେ ଆମ ଏଇ ଯେଉଁ ରାଜ୍ୟର ଯିଏ ଅଛନ୍ତି ଆମ ରାଜ୍ୟପାଳ ମହୋଦୟ, ତାକୁ ମଧ୍ୟ ଲେଖିକି ଦେଇଛୁ ଆମେ ଯେ ଏଠି ବିଶାବସୁଙ୍କର କିଛି ସ୍ମୃତି ପାଇଁ କିଛି କଲ୍ୟାଣ ମଣ୍ଡପ କରାଯାଉ, କୌଣସି ପ୍ରକାର ଭବନ କରାଯାଉ, ସଂଗ୍ରହାଳୟ କରାଯାଉ ଏବଂ ଆଦିବାସୀମାନଙ୍କର ଯେଉଁ ମାନେ ସୁବିଧା ଅଛି ତାଙ୍କ ପ୍ରକାର ସବୁ ସୁବିଧା କରିବା ପାଇଁ ଆଜି ଏହି ପ୍ରସ୍ତାବ ଦିଆହେଇଛି। ଓଡ଼ିଶାରୁ କେତେ ଜାଗାରୁ ଆପଣ ଲୋକ ନେଇକି ଆସିଛନ୍ତି? ଆପଣ 30ଟା ଜିଲ୍ଲାରୁ ଆସି ଦେଖ, ହଜାର ହଜାର ଦେଖିଲେ ଆପଣ ଶବରମାନେ ଏକତ୍ରିତ ହେଇଥିଲେ। ତେଣୁ ଆମେ ଏହି ମହାମହିମ ରାଷ୍ଟ୍ରପତି ପୁନର୍ବାର ଆମେ ମାନେ ଅନୁରୋଧ କରୁଛୁ ଯେ ଆମର ଦାବିକୁ ସେମାନେ ଗ୍ରହଣ କରିବେ।